ନବୀନ ବାବୁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ସେ ଅନେକ ଥର ଯାଇଛନ୍ତି। ହିଞ୍ଜିଳି ନ ଯାଇଛନ୍ତି ବୋଲି କହିବାଟା ଭୁଲ ହବ। ହଁ, ଯେହେତୁ ସେ ମୁଖ୍ୟମନ୍ତ୍ରୀ ଥିଲେ ତାଙ୍କର ସେଠି ଯେ ପ୍ରତିନିଧି ଥିଲେ, ପ୍ରତିନିଧିଙ୍କ ମାଧ୍ୟମରେ ଶାସନ ଚାଲିଥିଲା। ସେ ଅଞ୍ଚଳର ବିକାଶ କାର୍ଯ୍ୟକ୍ରମ ହାତକୁ ନେଉଥିଲେ। କେତେ ବିକାଶ ହେଇଛି ନ ହେଇଛି ସେଟା ତ ସେ ଅଞ୍ଚଳବାସୀ କହିବେ। ଏବେ 2 ବର୍ଷ ଯୋଉ ସେଠୁ ଜିତିଲା ପରେ କ୍ଷମତାରୁ ଗଲା ପରେ ସେ ଯଦି ଯାଇନାହାନ୍ତି ବୋଲି କୁହାଯାଉଛି, ଯୋଉ ଆପଣ ମାନେ କହୁଛନ୍ତି, ନିହାତି ଭାବରେ ତାଙ୍କର ସେଇଠି ଲୋକାଲ ପ୍ରତିନିଧି ଅଛନ୍ତି, ପ୍ରତିନିଧି ଥିବେ। ପ୍ରତିନିଧିଙ୍କ ମାଧ୍ୟମରେ ବିରୋଧୀ ଦଳ ନେତା ହିସାବରେ ତାଙ୍କର ବି ଅନେକ ଗୁରୁ ଦାୟିତ୍ୱ ଥିବ। ତେଣୁ ସେ ଅଞ୍ଚଳକୁ ଯାଇନଥିବେ ଯେ ଯିବା ଉଚିତ, ନିଶ୍ଚୟ ଯିବା ଉଚିତ। କାରଣ ନିର୍ବାଚିତ ବିଧାୟକ ହିସାବରେ ଆପଣ ଯେତେ ଯୋଉ ପଦବୀରେ ରହିଲେ ମଧ୍ୟ ଆପଣ ଲୋକଙ୍କ ପାଖକୁ ଯିବା ଉଚିତ। ତେଣୁ ଅନୁରୋଧ କରିବା ନିହାତି ଭାବରେ ସେ ତାଙ୍କ ଅଞ୍ଚଳକୁ ଯିବେ। ଯଦି ଯାଇନାହାନ୍ତି ଯିବା ଆବଶ୍ୟକତା ଅଛି, ଲୋକଙ୍କ ପାଖ ସହିତ ମିଶିବାର ଆବଶ୍ୟକତା ଅଛି। ଆପଣ ହୁଏତ ଆପଣଙ୍କ ମେକାନିଜିମ ଅଛି, ଆପଣ ଲୋକଙ୍କର ସମସ୍ୟାକୁ ବୁଝିପାରୁଥିବେ ଆପଣଙ୍କ ପ୍ରତିନିଧି ମାନଙ୍କ ମାଧ୍ୟମରେ। କିନ୍ତୁ ଲୋକ ଯେହେତୁ ନିର୍ବାଚିତ କରିଛନ୍ତି ଆପଣ ସେ ଅଞ୍ଚଳକୁ ଯିବା ଉଚିତ। ଏବେ ଯଦି ସେ ନିଜେ କ୍ରିୟାଶୀଳ ନ ହେବେ, ଲୋକଙ୍କର ଭରସା, ଯୋଉ କର୍ମୀ ମାନଙ୍କର ଭରସା ଅଛି, ସେଟା ହୁଏତ ନିହାତି ଭାବରେ କଟିଯିବ। କାରଣ ବିରୋଧୀ ଦଳରେ ରହିକିରି ଦଳକୁ ଚଳେଇବା, ବିରୋଧୀ ଦଳରେ ରହିକି ନିଜର ପତିଆରା ପରିଚୟକୁ ବଜାୟ ରଖିବାଟା ଠୁ ଡିଫିକଲ୍ଟ ଟାସ୍କ। ତେଣୁ ନିହାତି ଭାବରେ ସିଏ, ମୁଁ ଭାବୁଛି ଅନେକ କେବଳ ନୂଆପଡା ନୁହେଁ ଅନ୍ୟ ଜାଗାକୁ ବି ଯିବା ଉଚିତ। ବୟସ ହେଇଛି ବୋଲି ଯେହେତୁ ଆପଣ ବିରୋଧୀ ଦଳ ନେତା, ଆପଣ ଯିବାର ଆବଶ୍ୟକତା ଅଛି। ନୂଆପଡା ଯାଇଛନ୍ତି, ଭଲ କଥା। ତାପରେ ଅନ୍ୟ ଅଞ୍ଚଳକୁ ମଧ୍ୟ ଯିବାର ଆବଶ୍ୟକତା ତାଙ୍କର ରହିଛି। ନହେଲେ ତାଙ୍କ ଦଳ ଭିତରେ ଯୋଉ ଭଳି ଭାବରେ ଗୋଟେ ଲୋକଙ୍କ କର୍ମୀଙ୍କ ଭିତରେ ତାଙ୍କର ନ ଦେଖିକିରି ହୁଏତ ଲୋକଙ୍କ ଭିତରେ ଗୋଟେ ଭିନ୍ନ ଧାରଣା ସୃଷ୍ଟି ହଉଥିବ। ତେଣୁ ଏଇ ଯୋଉ ଭାବାନ୍ତରକୁ ପରିବର୍ତ୍ତନ କରିବା ପାଇଁ, ଲୋକଙ୍କର ଭରସାକୁ ଅତୁଟ ରଖିବା ପାଇଁ, ଯୋଉ ଆପଣ ଦେଖନ୍ତୁ ଗତ ନିର୍ବାଚନରେ ବିଜୁ ଜନତା ଦଳ ସବୁଠୁ ଅଧିକ ଭୋଟ ପାଇଥିଲା, ବିଜେପି ଠୁ ବି ଅଧିକ ଭୋଟ ପାଇଛି।